ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 9/11/2025ରେ ସିବିଟି ମୋଡ଼୍ର ହୋଇଥିବା ଆର୍ଆଇ, ଏଆର୍ଆଇ, ଅମିନ୍, ଆଇସିଡିଏସ୍, ଏସ୍ଏଫ୍ଏସ୍ର ଅଲ୍ ସିଫ୍ଟର କ୍ୱେଶ୍ଚନ୍ ଆନ୍ସର୍କୁ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ପ୍ରତ୍ୟେକ ଦିନ ଏହି ଟାଇପ୍ର ସିଫ୍ଟ ୱାଇଜ୍ କ୍ୱେଶ୍ଚନ୍ ଆନ୍ସର୍କୁ ଆନାଲିସିସ୍ କରିଥାଏ। ତା ସହିତ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍କୁ ମଧ୍ୟ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିହେଲା? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ବୁଝିପାରିଲେ? ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆସନ୍ତୁ ଆପଣମାନଙ୍କ ପାଇଁ ନମ୍ବର 1 କ୍ୱେଶ୍ଚନ୍ କ'ଣ କହୁଛି ନା, ପାରାଦୀପ ପୋର୍ଟ ଇଜ୍ ଲୋକେଟେଡ୍ ଅନ୍ ଦ ଡେଲ୍ଟା ଅଫ୍ ରିଭର ଡ୍ୟାସ୍। ତା ମାନେ ପାରାଦୀପ ଏକ ବନ୍ଦର, ଯେଉଁ ବନ୍ଦର କି ଆମ ଓଡ଼ିଶାର ସବୁଠାରୁ ବଡ଼ ବନ୍ଦର। ଆଉ ଏହି ବନ୍ଦରଟିଏ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ୟାକୁ ମଧ୍ୟ ମନେ ରଖିବେ, ଏଇ ଯେଉଁ ପାରାଦୀପ ବନ୍ଦରଟିଏ ଆମର କେଉଁ ନଦୀର ଡେଲ୍ଟାରେ ଅବସ୍ଥିତ ବୋଲି ଆପଣମାନଙ୍କୁ ପଚାରିଥିଲା। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ମହାନଦୀ ଡେଲ୍ଟା। ମନେ ରଖିବେ ପିଲାମାନେ, ମହାନଦୀ ଡେଲ୍ଟାରେ ପାରାଦୀପ ବନ୍ଦରଟିଏ ସ୍ଥାପନା କରାଯାଇଛି। ଚାଲନ୍ତୁ ପିଲାମାନେ ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା, ଯେଉଁଥିରେ ଆପଣମାନଙ୍କର ଆଗାମୀ ଯେକୌଣସି ପରୀକ୍ଷାରେ ବହୁତ କାମରେ ଆସିବ। ତା ସହିତ ଆଗାମୀ ସିଫ୍ଟରେ ମଧ୍ୟ ବହୁତ କାମରେ ଆସିବ। ଦେଖନ୍ତୁ, ଏଇ ଯେଉଁ ପାରାଦୀପ ବନ୍ଦର, ଏହାକୁ 1966 ମସିହାରେ କ'ଣ କରାଯାଇଥିଲା ନା ଆରମ୍ଭ କରାଯାଇଥିଲା। ମନେ ରଖିବେ ପିଲାମାନେ। ଆଉ ପାରାଦୀପ ବନ୍ଦର ଏଇଥିରେ ଆପଣମାନଙ୍କର ବିଭିନ୍ନ ପ୍ରକାରର ମେଟେରିଆଲକୁ ଏକ୍ସପୋର୍ଟ କରିଥାଏ। କ'ଣ କ'ଣ ଦେଖନ୍ତୁ ନା, କୋଇଲା, ଆଇରନ୍ ଓର୍ ଆଉ ବଲ୍କ କାର୍ଗୋ, ଏଗୁଡ଼ାକୁ ସିଏ କ'ଣ କରିଥାଏ ନା ଏକ୍ସପୋର୍ଟ କରିଥାଏ। ତା ସହିତ ବିଭିନ୍ନ ପ୍ରକାରର ଅଏଲ୍ ସବୁ ଇମ୍ପୋର୍ଟ ମଧ୍ୟ କରିଥାଏ। ଆପଣମାନେ ସବୁ ଜାଣିଛନ୍ତି। ତା ସହିତ ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା ମହାନଦୀ ବିଷୟରେ ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ହେଇଯିବ। ମହାନଦୀ ହେଉଛି ଆମ ଓଡ଼ିଶାର ସବୁଠାରୁ ବଡ଼ ନଦୀ। ଏହାର ଲେନ୍ଥ ହେଉଛି 858 କିଲୋମିଟର। ମନେ ରଖିବେ, ଯେଉଁ ନଦୀରେ କି ଆପଣମାନଙ୍କର ହୀରାକୁଦ ନଦୀବନ୍ଧ ଯୋଜନା କରାଯାଇଛି। ଆଉ ହୀରାକୁଦ ନଦୀବନ୍ଧ ଯୋଜନାଟି ଆମ ପୃଥିବୀର ସବୁଠାରୁ ଲାର୍ଜେଷ୍ଟ ଡ୍ୟାମ୍ ବା ସବୁଠାରୁ ବଡ଼ ଡ୍ୟାମ୍। ମନେ ରଖିବେ, ଏହାର ମେନ୍ ଡ୍ୟାମ୍ର ଲେନ୍ଥ ହେଉଛି 4.8 କିଲୋମିଟର। ମନେ ରଖନ୍ତୁ ପିଲାମାନେ, ଏହାର ମେନ୍ ଡ୍ୟାମ୍ର ଲେନ୍ଥ ହେଉଛି 4.8 କିଲୋମିଟର। ଯଦି ପଚାରେ ଆପଣମାନଙ୍କର ଟୋଟାଲ୍ ଲେନ୍ଥ କେତେ, ତାହେଲେ କ'ଣ କହିବେ ନା 25.79 କିଲୋମିଟର। ତା ମାନେ ଆପ୍ରୋକ୍ସ ଆପଣମାନଙ୍କର 25 କିଲୋମିଟର ଯଦି ଅପସନ୍ରେ ଥିବ ତାକୁ ମଧ୍ୟ ଟିକ୍ କରିଦେବେ, କିଛି ଭୁଲ ହେବ ନାହିଁ। ବୁଝିପାରିଲେ ପିଲାମାନେ? ଆଉ ମନେ ରଖନ୍ତୁ, ହୀରାକୁଦ ନଦୀବନ୍ଧ ବା ହୀରାକୁଦ ରିଜର୍ଭିୟର ଯେଉଁ ରହିଛି ତାକୁ 2021 ମସିହାରେ ରାମସାର ସାଇଟ୍ରେ ଇନକ୍ଲୁଡ଼ କରାଯାଇଛି। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ବୁଝିପାରିଲେ? ଆଉ ମହାନଦୀଟିଏ ଆପଣମାନଙ୍କର ଛତିଶଗଡ଼ ରାଜ୍ୟରୁ ଅରିଜିନ୍ ହେଇଛି, ଆପଣମାନଙ୍କୁ ଜାଣିବା ଦରକାର। ବୁଝିପାରିଲେ? ତେଣୁକରି ପୁରା ସିରିଜ୍ ଅନୁସାରେ ଆପଣମାନେ ଏଇ ଟାଇପ୍ର ଯଦି ଜିକେକୁ ଆନାଲିସିସ୍ କରିକି ପଢ଼ିବେ, ତାହେଲେ ଆପଣମାନଙ୍କର ଜିକେ ଆଉ ଜିଏସ୍ର କୌଣସି ପ୍ରୋବ୍ଲେମ୍ ହେବ ନାହିଁ ବା କୌଣସି ଏକ୍ଜାମରେ ଆପଣମାନଙ୍କର ଜିକେ ପ୍ରତି ଭୟ ରହିବ ନାହିଁ। ବୁଝିହେଲା? ତେଣୁକରି ଜିକେ ଆପଣମାନେ ଏଇ ଟାଇପ୍ର ପଢ଼ନ୍ତୁ, କିଛି ଅସୁବିଧା ହେବ ନାହିଁ ପିଲାମାନେ। ଚାଲନ୍ତୁ ଏହି ପରୀକ୍ଷା ଆନାଲିସିସ୍ କରିକି ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଓକେ, ନେକ୍ସଟ ଆସନ୍ତୁ ନମ୍ବର 2। କ'ଣ କହୁଛି ନା, ହୁ ବିଲ୍ଡ ଦ ଫେମସ୍ ଶିବ ଟେମ୍ପୁଲ ଏଟ୍ ଏଲୋରା। ତା ମାନେ ଶିବ ମନ୍ଦିର କେଉଁ ଜାଗାରେ ଅଛି ପିଲାମାନେ ନା ଏଲୋରାରେ ଅଛି। ତାକୁ କିଏ ନିର୍ମାଣ କରିଥିଲେ, ୟାକୁ ଆପଣମାନଙ୍କୁ ପଚାରିଥିଲା ପରୀକ୍ଷାରେ। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ କୃଷ୍ଣ 1। ରାଜା ଥିଲେ ଜଣେ କୃଷ୍ଣ 1, ଇଏ ନିର୍ମାଣ କରିଥିଲେ। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ ପିଲାମାନେ, ଯଦି ଆପଣମାନଙ୍କୁ ପଚାରିବ କେଉଁ ବଂଶ ବା କେଉଁ ଡାଇନାଷ୍ଟି ପଚାରେ, ତାହେଲେ କ'ଣ କହିବେ ନା ରାଷ୍ଟ୍ରକୂଟ। ମନେ ରଖିବେ ପିଲାମାନେ, ରାଷ୍ଟ୍ରକୂଟ ବଂଶର ବା ରାଷ୍ଟ୍ରକୂଟ ରାଜ୍ୟର କୃଷ୍ଣା 1 ଜଣେ ରାଜା ଥିଲେ। ସିଏ କ'ଣ କରିଥିଲେ ନା ଏଲୋରାରେ ଶିବ ମନ୍ଦିରକୁ ନିର୍ମାଣ କରିଥିଲେ। ଆପଣମାନେ ଜାଣିଛନ୍ତି ସେହି ମନ୍ଦିରକୁ ଆଉ କ'ଣ କୁହାଯାଏ ନା କୈଳାସନାଥ ଟେମ୍ପୁଲ କୁହାଯାଏ ବା କୈଳାସ ମଧ୍ୟ କୁହାଯାଏ, ଯେଉଁଟାକି ଆପଣମାନଙ୍କର ମହାରାଷ୍ଟ୍ର ରାଜ୍ୟରେ ରହିଛି। ବୁଝିହେଲା? ଆଉ ଏହି ମନ୍ଦିରଟିକୁ ନିର୍ମାଣ କରିଥିଲେ ଖ୍ରୀଷ୍ଟାବ୍ଦ 756ରୁ 773 ମସିହା ଭିତରେ। ବୁଝିହେଲା? ଏହି ମନ୍ଦିରଟିଏ କେବଳ ଗୋଟାଏ ପଥରରେ ନିର୍ମାଣ। ଆଉ ମନ୍ଦିରଟିକୁ ନିର୍ମାଣ କରିବା ପାଇଁ ହେଲେ ସିଏ ଉପର ପଟୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁତ ୟୁନିକ୍ ଷ୍ଟ୍ରକ୍ଚର ପିଲାମାନେ। ତେଣୁକରି ୟା ରିଲେଟେଡ୍ ପ୍ରଶ୍ନକୁ ନିଶ୍ଚୟ ଦେଖିବେ। ଅଜନ୍ତା ଗୁମ୍ଫା, ଏଲୋରା ଗୁମ୍ଫା ଆପଣମାନଙ୍କର ମହାରାଷ୍ଟ୍ର ରାଜ୍ୟରେ ରହିଛି। ବୁଝିହେଲା?
ଏହି ବଂଶର ରାଜାମାନେ ପଥରକୁ ଖୋଦିତ କରି ବିଭିନ୍ନ ପ୍ରକାରର ମନ୍ଦିର ମୂର୍ତ୍ତି ସବୁ ନିର୍ମାଣ କରୁଥିଲେ। ତାଙ୍କର ସେହି କଳାକୃତି ପାଇଁ ପ୍ରସିଦ୍ଧ ରହିଥିଲା ରାଷ୍ଟ୍ରକୂଟ। ମନେ ରଖିବେ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ। ଓକେ, ନେକ୍ସଟ ଦେଖିବା ନମ୍ବର 3, ଅନ୍ ହ୍ୱିଚ୍ ଡେଟ୍ ଇଜ୍ ୱାର୍ଲଡ ଲିଭର ଡେ ଅବଜର୍ଭ ଆନୁଆଲି। ପ୍ରତ୍ୟେକ ବର୍ଷ ବିଶ୍ୱ ଲିଭର ଦିବସ ବା ବିଶ୍ୱ ଯକୃତ ଦିବସ କେବେ ପାଳନ କରାଯାଏ? ମନେ ରଖିବେ ପିଲାମାନେ, ଏହାର ସଠିକ ଉତ୍ତର ହେଇଯିବ 19 ଏପ୍ରିଲ। ପ୍ରତ୍ୟେକ ବର୍ଷ 19 ଏପ୍ରିଲରେ ଆପଣମାନଙ୍କର ଲିଭର ଡେ ପାଳନ କରାଯାଏ। ସେମିତିକି ଆପଣମାନଙ୍କର ଡେ ଆଉ ଡେଟ୍ର ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ ଅଛି ପିଲାମାନେ, ସେ ଭିଡ଼ିଓକୁ ନିଶ୍ଚୟ ଦେଖିନେବେ, ଯେଉଁ ଭିଡ଼ିଓରେ ମୁଁ ଆପଣମାନଙ୍କୁ ପୁରା ଡିଟେଲ ଆଲୋଚନା କରିଦେଇଥିଲି ଡେଟ୍ ଆଉ ଡେଜ୍ର। ବୁଝିଗଲା? ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା, ୱାର୍ଲଡ ହେପାଟାଇଟିସ୍ ଡେ କେବେ ପାଳନ କରାଯାଏ? ନା ପ୍ରତ୍ୟେକ ବର୍ଷ 28 ଜୁଲାଇରେ ୱାର୍ଲଡ ହେପାଟାଇଟିସ୍ ଡେ ପାଳନ କରାଯାଏ। ଦେନ୍ ଆପଣମାନଙ୍କର ୱାର୍ଲଡ ହେଲ୍ଥ ଡେ ପ୍ରତ୍ୟେକ ବର୍ଷ 7 ଏପ୍ରିଲରେ ପାଳନ କରାଯାଏ। ବୁଝିଲା ପିଲାମାନେ? ସେହିପରିକା ଆପଣମାନଙ୍କର ଇଣ୍ଟରନ୍ୟାସନାଲ ଓମେନ୍ସ ଡେ ମାର୍ଚ୍ଚ 8 ତାରିଖ ଦିନ ପାଳନ କରାଯାଏ। ବୁଝିଲା? ଆଉ ୱାର୍ଲଡ ଏନଭାଇରନମେଣ୍ଟ ଡେ ଆପଣମାନଙ୍କର ଜୁନ 5 ତାରିଖ ଦିନ ପାଳନ କରାଯାଏ। ଏହିସବୁ ଡେଟ୍ ଗୁଡ଼ାକୁ ଆପଣ ନିଶ୍ଚୟ ଜାଣିବା ଦରକାର। ତା ସହିତ ଥିମ୍ ମଧ୍ୟ ଜାଣିଲେ ଆପଣମାନଙ୍କର ବହୁତ ବେନିଫିଟ୍ ରହିବ। ଓକେ, ଆସନ୍ତୁ ପିଲାମାନେ ବର୍ତ୍ତମାନ ଦେଖିବା ନମ୍ବର 4। ନମ୍ବର 4 କ୍ୱେଶ୍ଚନଟି ଆପଣମାନଙ୍କର କ'ଣ କହୁଛି ନା, ହ୍ୱାଟ ଇଜ୍ ଦ ଥିମ୍ ଅଫ୍ ସ୍ୱଚ୍ଛତା ହିଁ ସେବା ବା ସ୍ୱଚ୍ଛତା ହିଁ ସେବ 2025ରେ ଯେଉଁ ହେଇଥିଲା ତାର ଥିମ୍ କ'ଣ ଥିଲା ପଚାରୁଛି। ଏହାର ଥିମ୍ ଥିଲା ସ୍ୱଚ୍ଛ স্তব ସେଲିବ୍ରେଟିଂ କ୍ଲିନଲିନେସ୍ ଟୁଗେଦର। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ସେହିପରିକା ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା ଆପଣମାନଙ୍କର ସ୍ୱଚ୍ଛ ଭାରତ ମିଶନ ବା ସ୍ୱଚ୍ଛ ଭାରତ ଅଭିଯାନ, ଯେଉଁଟାକୁ ଆମର 2 ଅକ୍ଟୋବର 2014 ମସିହାରେ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲଞ୍ଚ କରାଯାଇଥିଲା, ଯେଉଁଟାକି ୱାର୍ଲଡ ବେସିସ୍ରେ ବହୁତ ଚର୍ଚ୍ଚାରେ ପରିଣତ ହୋଇଥିଲା ପିଲାମାନେ। ବୁଝିଲା? ଠିକ୍ ସେମିତିକା ଆପଣମାନଙ୍କର ଆଉ ଗୋଟେ ଆସିଥିଲା ନିର୍ମଳ ଭାରତ ଅଭିଯାନ, 1999 ମସିହାରେ ଆସିଥିଲା। ବହୁତ ଇମ୍ପୋର୍ଟାଣ୍ଟ। ଆପଣମାନଙ୍କର ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର ଆଉ କେଉଁ ରାଜ୍ୟ ସ୍ୱଚ୍ଛତାରେ ଟପ୍ ରହିଛି, କେଉଁ ସହର ଟପ୍ରେ ରହିଛି ଆପଣମାନେ ତ ଜାଣିଛନ୍ତି। ଦୀର୍ଘ ଏତେ ବର୍ଷ ଧରିକିରି ଆମର ଇନ୍ଦୋର ସହର ସ୍ୱଚ୍ଛ ଭାରତରେ ଟପ୍ ଲିଷ୍ଟ ରହିଛି। ଏଗୁଡ଼ା ଆପଣମାନଙ୍କୁ ନିଶ୍ଚୟ ଜାଣିବା ଦରକାର। ବୁଝିପାରିଲେ ପିଲାମାନେ? ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା ନମ୍ବର 5। ହ୍ୱିଚ୍ କଣ୍ଟ୍ରି ୱାଜ୍ ହୋଷ୍ଟ G7 ସମିଟ୍ ଇନ୍ 2025? ମାନେ 2025 ମସିହାରେ ଯେଉଁ G7 ସମିଟ୍ ହୋଇଥିଲା ତାକୁ କେଉଁ ଦେଶ ହୋଷ୍ଟ କରିଥିଲା ବୋଲିକି ଆପଣମାନଙ୍କୁ ପଚାରିଛି। ତେଣୁକରି ଏହାର ସଠିକ ଉତ୍ତର ହେଇଯିବ କାନାଡ଼ା ଦେଶ। ମନେ ରଖିବେ ପିଲାମାନେ, ଉତ୍ତର ଆମେରିକାର ଏକ ଦେଶ, ଯେଉଁ ଦେଶର ନାଁ ହେଉଛି କାନାଡ଼ା, ସିଏ କ'ଣ କରିଥିଲା ନା G7 ସମିଟ୍କୁ ହୋଷ୍ଟ କରିଥିଲା। ମନେ ରଖିବେ, G7 ସମିଟ୍ର ମେମ୍ବର ମଧ୍ୟ ହେଉଛି କାନାଡ଼ା, କିନ୍ତୁ ଇଣ୍ଡିଆ ଏହାର ମେମ୍ବର ନୁହେଁ। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, G7 କଣ୍ଟ୍ରିର ଇଣ୍ଡିଆ ମେମ୍ବର ନୁହେଁ। ଇଣ୍ଡିଆ କେବଳ ଇନଭାଇଟିଂ ଗେଷ୍ଟ ଆକାରରେ ସିଏ କେବଳ ସମିଟ୍ରେ କେବଳ ସାମିଲ ହେଇଥିଲା 2025 ମସିହାରେ। ମନେ ରଖିବେ, କେଉଁ ସହର ଯଦି ପଚାରେ ତାହେଲେ ମନେ ରଖିବେ ଆଲବେଟା, ଆଉ ଗୋଟେ ହେଉଛି ଆପଣମାନଙ୍କର କାନାନାସ୍କିସ୍। ତାହେଲେ ଆଲବେଟା ଆଉ କାନାନାସ୍କିସ୍ରେ ଆପଣମାନଙ୍କର G7 ସମିଟ୍ଟିଏ ହୋଇଥିଲା। ବହୁତ ଇମ୍ପୋର୍ଟାଣ୍ଟ। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ ପିଲାମାନେ, ଆଗାମୀ ପରୀକ୍ଷାରେ ବହୁତ କାମରେ ଆସିବ। RI ମେନ୍ କିମ୍ବା SI କିମ୍ବା PO ଯେକୌଣସି ବି CGL ଏକ୍ଜାମରେ ମଧ୍ୟ ଆପଣମାନଙ୍କର କାମରେ ଆସିବ। କ'ଣ ଆସିବ ଦେଖନ୍ତୁ ନା, G7 ସମିଟ୍ 2026 ମସିହାରେ କିଏ ହୋଷ୍ଟ କରିବ? ଫ୍ରାନ୍ସ ପିଲାମାନେ ହୋଷ୍ଟ କରିବ। ସେହିପରିକା 2027 ମସିହାରେ G7 ସମିଟ୍କୁ କିଏ ହୋଷ୍ଟ କରିବ? USA ହୋଷ୍ଟ କରିବ। ମନେ ରଖିବେ, ୟୁନାଇଟେଡ୍ ଷ୍ଟେଟ୍ ଅଫ୍ ଆମେରିକା ହୋଷ୍ଟ କରିବ। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ, G7 ଆପଣମାନଙ୍କର କଣ୍ଟ୍ରି ଗୁଡ଼ାକୁ ଫର୍ମ କରାହେଇଥିଲା ବା ଗ୍ରୁପ୍ ଅଫ୍ 7 କଣ୍ଟ୍ରିକୁ ଫର୍ମ କରାଯାଇଥିଲା 1973 ମସିହାରେ। ବୁଝିପାରିଲେ ପିଲାମାନେ? ତେଣୁକରି ମୁଁ ଆପଣମାନଙ୍କୁ ୟା ରିଲେଟେଡ଼ର ଡିଟେଲ ଆଲୋଚନା କରିଦେଲି। ଏଇ ଟାଇପ୍ର ଆପଣମାନେ ଯଦି ଆଲୋଚନା ଶୁଣିବେ, ନୋଟ୍ କରିବେ, ପଢ଼ିବେ, ତାହେଲେ କିଛି ଅସୁବିଧା ହେବ ନାହିଁ। ବୁଝିଗଲା? କେବଳ ଆପଣମାନେ ଯଦି MCQ ପଢ଼ିକି ଯିବେ, ବହୁତ ହଇରାଣରେ ପଡ଼ିବେ ପିଲାମାନେ। କାହିଁକି ନା ସେଇ କ୍ୱେଶ୍ଚନ୍ ହିଁ ଯଦି ଆସିବ ତାହେଲେ ଆପଣ କରିପାରିବେ। ଆଉ ଏଇ ପରୀକ୍ଷା ଯଦି ଡିଟେଲ ଆନାଲିସିସ୍ ପଢ଼ିକି ଯିବେ, ତାହେଲେ ଏହା ଭିତରୁ ଯେକୌଣସି ପ୍ରଶ୍ନ ଆସିଲେ ଆପଣ ନିଶ୍ଚୟ ହ୍ୟାଣ୍ଡେଲ କରିପାରିବେ ବା ଟ୍ୟାକେଲ୍ କରିପାରିବେ। ବୁଝିହେଲା? ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ହେଲା, ନେକ୍ସଟ ଦେଖିବା ନମ୍ବର 6। ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଏନ୍ ଆଣ୍ଟିସିଡେଣ୍ଟ ରିଭର? ପିଲାମାନେ ପ୍ରଥମେ ଆମେ ଜାଣିବା ଆଣ୍ଟିସିଡେଣ୍ଟ ରିଭର କ'ଣ। ଦେଖନ୍ତୁ, ଆମର ଯେତେବେଳକୁ ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ା ମୁଭମେଣ୍ଟ କରିଥାଏ, ସେହି ସମୟରେ ଟେକ୍ଟୋନିକ୍ ପ୍ଲେଟ୍ର ଆପଲିଫ୍ଟମେଣ୍ଟ ହୋଇଥାଏ, ମାନେ ଉପରକୁ କିଛି କିଛି ଉଠିଥାଏ। ତେଣୁକରି ସେହି ମାଧ୍ୟମରେ ଆମର ଫଲ୍ଟ ମାଉଣ୍ଟେନ୍ ସବୁ ତିଆରି ହୋଇଥାଏ। ଆଉ ସେଇ ଫଲ୍ଟ ମାଉଣ୍ଟେନ୍ ତିଆରି ହେବା ପୂର୍ବରୁ ଯେଉଁ ନଦୀ ଗୁଡ଼ା
ପ୍ରବାହିତ ହେଉଥିଲେ ସେଇ ନଦୀ ଗୁଡ଼ାକୁ ଆଣ୍ଟିସିଡେଣ୍ଟ ରିଭର କୁହାଯାଏ। ମନେ ରଖିବେ ପିଲାମାନେ, ବୁଝିଗଲା। এই প্রশ্নটি আপনার জিওগ্রাফির পুরা ডেপথ কোশ্চেনটিଏ। এন্টিসিডেন্ট টর্মটিকে যদি আপনার জানিনথিবে তাহলে ভুল করবে। এন্টিসিডেন্ট মানে বুঝিগলে, কিছু অসুবিধা নাই। বর্তমান প্রশ্নকু যা কোণ কৌছি না নিম্নলিখিত মধ্যরু কেউ নদীটিয়ে এন্টিসিডেন্ট নদী। দেখুন এন্টিসিডেন্ট মানে আপনার জানিগলে, তাহলে এন্টিসিডেন্ট নদী কেউ মানে হবে না যে হিমালয়রু অরিজিন হইতিবে প্রায়তঃ সেই নদীগুড়িক এন্টিসিডেন্ট হইতিবে। কাହିଁକି ନା ସେମାନେ এই যে টেকটনিক প্লেটর আপলিফমেন্ট মানে উপরকু উঠিবা পূର୍ବরু ସେମାନେ প্রবাহিত হউতিলে, তা মানে এই পাহাড়টিয়ে নির্মাণ হেবা পূର୍ବরু সে প্রবাহিত হউতিলে মানে সে পাহাড়কু কাটিকি বা সে পাহাড়কু ফটেইকি ସେମାନେ গর্গ তৈয়ারি করিকি প্রবাহিত হইছন্তি। সেই পরিকা নদী গুড়িক হচ্ছে আপনার সতলেজ নদী, ইন্ডস নদী, ব্রহ্মপুত্র নদী, কোশি নদী, কালী নদী, এগুলো আপনার বহুত ইম্পর্টাট। এমানে কোণ করছন্তি না হিমালয়কু কাটিকি প্রবাহিত হইছন্তি, বুঝিগলা। সেইথিপাই তাଙ୍କୁ এন্টিসিডেন্ট নদী কুହାଯାଏ বা এন্টিসিডেন্ট রিভর কুହାଯାଏ। বুঝিপারে পিলামানে, ইয়ে আপনার জিওগ্রাফির বহুত ইম্পর্টাট কোশ্চেন। এই কোশ্চেন এন্টিসিডেন্ট রিলেটেড লং কোশ্চেন বা এন্টিসিডেন্ট রিভর সিস্টমর লং কোশ্চেন আপনার ওপিএসসি সিভিল সর্ভিসে পড়ি থাকে এবং আপনার জিওগ্রাফির লং কোশ্চেন আসি থাকে, বহুত ইম্পর্টাট। তেমক এই কোশ্চেন গুড়া নিশ্চয় আপনার জাঁয়া দরকার, বুঝিগলা। নেক্সট নম্বর 7, হুইচ কন্ট্রি হস্টেড দ্য সেকেন্ড বিমস্টেক পট কনক্লেভ ইন 2025। দেখুন পিলামানে বিমস্টেক রিলেটেড প্রশ্ন আসুছি। ইয়ার পূর্ব শিফ্ট গুড়িকরে মধ্য মু আনালিসিস করছিলি, বিমস্টেক রিলেটেড প্রশ্ন আসিছিলা। দেখুন কোণ কৌছি না সেকেন্ড বিমস্টেক পট কনক্লেভ কেউ দেশ হোস্ট করিব। প্রথমে জানিবা আমার বিমস্টেকটি কোণ। বিমস্টেকটি হচ্ছে আপনার বে অফ বেঙ্গল ইনিশিয়েটিভ অফ মল্টি সেক্টরাল ট্রেড এন্ড ইকোনমিক কোঅপারেশন। তা মানে বঙ্গোপসাগরের বা বঙ্গোপসাগরকু লাগি রহিଥିବା ଯେଉଁ ଯେଉଁ ଦେଶମାନଙ୍କର ଟ୍ରେଡ୍ ତା ସମ୍ବନ୍ଧୀୟ এই କମିଟିଟିଏ। ଏହାର ପଟ୍ କନକ୍ଲେଭ୍ କେଉଁ ଦେଶ ହୋଷ୍ଟ କରିଥିଲା? ଇଣ୍ଡିଆ ହୋଷ୍ଟ କରିଥିଲା। କେଉଁଠି ହୋଷ୍ଟ କରିଥିଲା ନା ବିଶାଖାପାଟନମ୍। ଯଦି ଆପଣମାନଙ୍କର ପାର୍ଟିକୁଲାର ସିଟି ଆସେ ତାହେଲେ କ'ଣ କହିବେ? ବିଶାଖାପାଟନମ୍ ସଠିକ୍ ଉତ୍ତର ହେଇଯିବ, ବୁଝିପାରିଲେ ପିଲାମାନେ। ଆଉ ବିଶାଖାପାଟନାଟି ଆପଣମାନଙ୍କର ଆନ୍ଧ୍ରପ୍ରଦେଶ ରାଜ୍ୟରେ ଅବସ୍ଥିତ, ବୁଝିଗଲା। ସେହିପରିକା ଆପଣମାନଙ୍କର ବିମଷ୍ଟେକ୍ 2025 କିଏ ହୋଷ୍ଟ କରିଥିଲା ପଚାରି ପାରିବ। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ, ଥାଇଲାଣ୍ଡ ହୋଷ୍ଟ କରିବ, ବୁଝିଗଲା। ଦେନ୍ ଆପଣମାନଙ୍କର ବିମଷ୍ଟେକ୍ ୟୁଥ୍ ସମିଟ୍ 2025 କେଉଁଠି ହୋଇଥିଲା? ନା ଗାନ୍ଧୀନଗରରେ ହେଇଥିଲା। ଗାନ୍ଧୀନଗର କେଉଁଠି ଅଛି? ଗୁଜରାଟ ରାଜ୍ୟର ରାଜଧାନୀ, ମନେ ରଖିବେ ପିଲାମାନେ। ତେଣୁକରି ଏଇସବୁ ଆପଣମାନଙ୍କର ବିମଷ୍ଟେକ୍ ରିଲେଟେଡ୍ ପ୍ରଶ୍ନ, ତାକୁ ନିଶ୍ଚୟ ପଢ଼ିକି ଯିବେ, ବୁଝିପାରିଲେ ପିଲାମାନେ। ନୋଟ୍ କରିବେ, କିଛି ଅସୁବିଧା ହେବ ନାହିଁ। ଓକେ, next number 8, in which Indian state are the Bani grassland identified for cheetah reintroduction under project cheetah located in dash। ता माने बहुत इंपोर्टेंट प्रश्न पिलामाने। आपनमानकर बाणी ग्रासलैंड आपनमानकर को राज्य रे अछि बोलिकरी पचारुछि। आउ से ग्रासलैंड टी को काम रे आसे आपनमानकु जानिबा दरकार। चीता मानक पई बहुत इंपोर्टेंट से ग्रासलैंड टी आपनमानकर को राज्य रे अछि ना गुजरात राज्य रे रहिछि। पिलामाने को डिस्ट्रिक्ट पचारे ताहले आपनमानकर सठिक उत्तर हे जिवो कच्छ डिस्ट्रिक्ट, बुझियला। तेणु करी गुजरात आपनमानकर पचारिछि। आगामी शिफ्ट पचारि पारे बा आगामी एग्जाम रे पचारि पारे कच्छ डिस्ट्रिक्ट, मने रखिबे। आउ ई बानी ग्रासलैंड एटा बहुत इंपोर्टेंट, ता विषय टी जानिबा। ए ग्रासलैंड टी आपनमानकर सल्ट टॉलरेंट ग्रासलैंड इकोसिस्टम, ता माने लुणी माटी एवं लुणी जलरे এই গ্রাসল্যান্ডটিଏ ରହିଥାଏ ବା এই ଘାସ ଗୁଡ଼ିକ ସବୁ ରହିଥାନ୍ତି। ତେଣୁକରି ସେଇ ଘାସ ଚିତାମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, ବୁଝିପାରିଲେ ପିଲାମାନେ। ଏକ୍ସଟ୍ରା ଫ୍ୟାକ୍ଟରେ ଚାଲନ୍ତୁ ଜାଣିବା। କ'ଣ ଜାଣିବା ନା ପ୍ରଥମ ଥର ପାଇଁ ଭାରତରେ କ'ଣ କରାହେଇଥିଲା ନା ଚିତାକୁ ଇଣ୍ଟ୍ରୋଡ୍ୟୁସ୍ କରାହେଇଥିଲା, ଛଡ଼ା ହେଇଥିଲା। କେଉଁଠିକୁ ଛଡ଼ା ହେଇଥିଲା ନା ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରେ ଛଡ଼ା ହେଇଥିଲା। କାହା ଦ୍ୱାରା ନା ନରେନ୍ଦ୍ର ମୋଦିଙ୍କ ଦ୍ୱାରା, ଯିଏକି ଆମ ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି ପିଲାମାନେ। ପଚାରିବ ଆପଣମାନଙ୍କୁ କେଉଁ ଦେଶରୁ ଅଣା ହେଇଥିଲା ନା ନାମିବିଆ ଦେଶରୁ ଅଣା ହେଇଥିଲା। କେଉଁ ଦେଶରୁ? ନାମିବିଆ ଦେଶରୁ ଅଣା ହେଇଥିଲା। କେଉଁ ଏୟାରକ୍ରାଫ୍ଟରେ ଅଣା ହେଇଥିଲା? ମନେ ରଖିବେ ବୋଇଂ ଏୟାରକ୍ରାଫ୍ଟରେ ଅଣା ହେଇଥିଲା। ମୁଁ ଡିଟେଲ୍ ଆପଣମାନଙ୍କୁ କହି ରଖୁଛି, କିଛି ଅସୁବିଧା ହେବ ନାହିଁ। ବୋଇଂ ଏୟାରକ୍ରାଫ୍ଟରେ ଆପଣମାନଙ୍କର ନାମିବିଆରୁ 8ଟି ଆପଣମାନଙ୍କର ଚିତା ଅଣା ହେଇଥିଲା। କେତୋଟି ଅଣା ହେଇଥିଲା ପିଲାମାନେ? 8ଟି। 8ଟିରୁ 5ଟି ଫିମେଲ୍ ଥିଲେ ଆଉ 3ଟି মেল ଥିଲେ। କୋଉଠିକୁ ଛଡ଼ା ହେଇଥିଲା? କୁନୋ ନ୍ୟାସନାଲ୍ ପାର୍କ। କୋଉଠି ଅଛି? ମଧ୍ୟପ୍ରଦେଶରେ ଅଛି, ବୁଝିଗଲା। ତେଣୁକରି ଆପଣମାନଙ୍କର ଚିତା ସ୍କିମ୍ ବା ଚିତା ରିଲେଟେଡ୍ର ପ୍ରୋଜେକ୍ଟ ମୁଁ ଡିଟେଲ୍ ଆଲୋଚନା କରିଦେଲି, କିଛି ଅସୁବିଧା ହେବ ନାହିଁ। ଏଇ ଟାଇପ୍ରେ ଆପଣମାନେ ଆନାଲିସିସ୍ ଦେଖନ୍ତୁ ଆଉ ନୋଟ୍ ମଧ୍ୟ କରନ୍ତୁ। ଓକେ,
नेक्स्ट चलतु नंबर 9 व्हाट परसेंटेज ऑफ टोटल स्टेट टैक्स रेवेन्यू कम्स फ्रॉम एसजीएसटी पिला माने एसजीएसटी आपण मानकर केते परसेंटेज स्टेट रेवेन्यू रे कंट्रीब्यूट करिथाय आपण मानकु पचारुची एसजीएसटी होची आपण मानकर किछि नु जीएसटी रो स्टेट फॉर्म टी माने स्टेट गुड्स एंड सर्विसेज टैक्स बुझेला तेनु करी एसजीएसटी केते कंट्रीब्यूट करिथाय ना यार सठिक उत्तर हे जिवो 42.69% आपण मानकर जदि आंसर रे 43% देइथिबो ताले 43% आपण माने टिक मारिबे सठिक उत्तर हे जिवो काहे केना अप्रोक्स डाटा टी आपण मानकु पचारिथिबो जदि सठिक आपण मानकर ए डाटा टी पचारिथाय ताले याकु टिक मारिबे ओके एबे जानिबा एसजीएसटी जो 2025-26 रे जो कंट्रीब्यूट करछि सेटा आपण मानकर गत वर्ष अपेक्षा बा गत थर अपेक्षा केते ना गत थर अपेक्षा 8% आपण मानकर बढ़ी जाइछि माने अधिका हमर एसजीएसटी कलेक्शन हेकरी हमर स्टेट रेवेन्यू को कंट्रीब्यूट करूछि मन रखे पिला माने बहुत इंपोर्टेंट ता सहित एक्स्ट्रा फैक्ट आपण मानकर बजट रिलेटेड प्रश्न देखिबा हाईएस्ट बजट एलोकेशन हेतिला प्रोग्राम एक्सपेंडिचर क्षेत्र रे मन रखिबे केते ना 1,70,000 कोटी टंका जोटा कि हमरो 58.62% कौन होता ना एलोकेट करा जाइतिला माने बहुत अधिका अमाउंट रो आपण मानकर बजट एलोकेशन होता प्रोग्राम एक्सपेंडिचर सेक्टर को बुझी पाइले पिला माने चलंतु नेक्स्ट प्रश्न को देखिबा ओके नंबर 10 व्हिच पार्ट ऑफ कॉन्स्टिट्यूशन डील्स विथ सिटीजनशिप माने सिटीजनशिप हमरो संविधान रो केते नंबर पार्ट रे रहिछि यार सठिक उत्तर हे जिवो पार्ट 2 मु पूर्वरु कहितिला आपण मानकर स्टेट एंड यूनियन टेरिटरी पार्ट 1 रे रहिछि पार्ट 2 रे आपण मानकर सिटीजनशिप रहिछि पार्ट 3 रे आपण मानकर फंडामेंटल राइट्स रहिछि पार्ट 4 रे आपण मानकर डीपीएसपी रहिछि माने डायरेक्टिव प्रिंसिपल ऑफ स्टेट पॉलिसी बहुत इंपोर्टेंट बहुत थोड़ा एनालिसिस करछि तेनु कर से एनालिसिस वीडियो को देखिबे आ पार्ट 4 ए रे आपण मानकर फंडामेंटल ड्यूटीज रहिछि बुझियला मु बहुत थोड़ा एनालिसिस करछि से एनालिसिस रे सब प्रश्न आसुछि तेनु करी से प्रीवियस एनालिसिस को निश्चय देखंतु डिस्क्रिप्शन बॉक्स रे यार प्लेलिस्ट रे सब वीडियो रहिछि पिला माने निश्चय देखंतु आउ जानिबा सिटीजनशिप आपण मानकर आर्टिकल 5 रु 11 भितर रहिछि फंडामेंटल राइट्स आपण मानकर 12 रु 35 रहिछि डीपीएसपी आपण मानकर 36 रु 51 रहिछि फंडामेंटल ड्यूटीज 51 ए रे रहिछि बुझियला मु डिटेल आलोचना कर दउछि केवल आपण माने वीडियो को बारंबार सुनंतु देखंतु मन रहि जिवो किछ असुविधा नै ओके नेक्स्ट नंबर 11 जैस्मिन लाम्बोरिया बहुत इंपोर्टेंट पिला माने जैस्मिन लाम्बोरिया इज एसोसिएटेड विथ व्हिच स्पोर्ट्स जैस्मिन लाम्बोरिया को खेल सहित संपृक्त बोली आपण मानकु पचारछि पिला माने मन रखंतु जैस्मिन लाम्बोरिया से होचंती बॉक्सिंग खेल सहित संपृक्त आ बॉक्सिंग रे से 57 कैटेगरी रे बहुत थरो गोल्ड मेडल विन करचंती को जगह देखंतु ए जैस्मिन लाम्बोरिया से हमर वर्ल्ड बॉक्सिंग चैंपियनशिप 2025 को जगह रहितिला ना लिवरपूल रे हितिला लिवरपूल को जगह अछि पिला माने ना इंग्लैंड रे अछि बुझियला सेही थिरे से कोन करथिले ना 57 केजी कैटेगरी रे गोल्ड मेडल विन करथिले आउ कोन करथिले ना 2025 मसिया रे पुनी वर्ल्ड बॉक्सिंग कप को जगह रहितिला ना आस्थाना रे हितिला आस्थाना कोठी अछि पिला माने कजाकिस्तान रे अछि सेही थिरे मध्य से गोल्ड मेडल विन करथिले माने जैस्मिन लाम्बोरिया से कोन करथिले ना 2025 मसिया रे दुईटी वर्ल्ड रो टॉप लेवल रो जो चैंपियनशिप बा बॉक्सिंग कप हेइताय सेही थिरे से गोल्ड मेडल विन करथिले सेहि पई बहुत इंपोर्टेंट जैस्मिन लाम्बोरिया स्पोर्ट्स फेमस पर्सनालिटी भितरु बहुत इंपोर्टेंट बुझि पाइले पिला माने आ जैस्मिन लाम्बोरिया को राज्य सहित संपृक्त जदि आपण मानकु पचारे ताले कोन कहिबे ना हरियाणा राज्य बुझियला ठीक सेही परिका हम भारतर आउ जने बॉक्सिंग रो प्लेयर अछंती से होचंती लवलीना बर्गेन से मध्य हमर बहुत इंपोर्टेंट जे कि 75 कैटेगरी रे कोन करंती ना बिलोंग करंती आउ सी आसाम राज्य सहित संपृक्त ताकु मध्य मन रखिबे बुझियला माने लवलीना बर्गेन से आसाम राज्य रु आसी छंती बुझि पाइले पिला माने तनु करी मु डिटेल आपण मानकु आलोचना कर दउची को बॉक्सिंग चैंपियनशिप कोठी हितिला वर्ल्ड बॉक्सिंग कप कोठी हितिला सेगुडा मध्य मु आपण मानकु आलोचना करि दउची ओके चलंतु पिला माने वर्तमान देखिबा ओडिया सेक्शन को ओडिया रे आपण मानकर अनुच्छेद प्रत्येक शिफ्ट रे 4-5टी प्रश्न आसुची पिला माने अनुवाद मध्य आपण मानकर 4टी प्रश्न आसुची विपरीत शब्द प्रतिशब्द रूढ़ी से परिका आपण मानकर फिल इन द ब्लैंक्स पीक्यूआरएस ए सब प्रश्न आसुची अनुवाद रे आपण मानकर
ଓଡ଼ିଆରୁ ଇଂଲିଶ ଏବଂ ଇଂଲିଶ ଟୁ ଓଡ଼ିଆ ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ ସେହି ପ୍ରଶ୍ନ ସବୁ ପଚାରୁଛି। ଓକେ, ଦେନ୍ ଆମେ ଦେଖିବା ଇଂଲିଶ ସେକ୍ସନକୁ। ଇଂଲିଶରେ ଆପଣମାନଙ୍କର କରେକ୍ଟ ସ୍ପେଲିଂ ପଡ଼ିଥିଲା କମିଟି, ବହୁତ ଇମ୍ପୋର୍ଟାଣ୍ଟ। COMMITTE କମିଟି, ବହୁତ ଇମ୍ପୋର୍ଟାଣ୍ଟ। ଠିକ୍ ସେମିତିକା ଆପଣମାନଙ୍କର एंटोनिम, सिनोनिम्स, एक्टिव वॉइस, पैसिव वॉइस, ଆପଣମାନଙ୍କର डायरेक्ट स्पीच, इनडायरेक्ट स्पीच, फिल इन द ब्लैंक, सिंगल वर्ड, ଏସବୁ ପ୍ରଶ୍ନ ପ୍ରତ୍ୟେକ ସିଫ୍ଟରେ ପଚାରୁଛି। ତା ସହିତ ପ୍ୟାସେଜ ମଧ୍ୟ ଆସୁଛି। ପ୍ୟାସେଜ ଆପଣମାନଙ୍କର ସ୍ପୋର୍ଟସ୍ ରିଲେଟେଡ୍ର ଆସିଥିଲା। କିଛି ପିଲା କହୁଥିଲେ ତାଙ୍କ ସିଫ୍ଟରେ ସାଇନ୍ସ ରିଲେଟେଡ୍ର ପ୍ରଶ୍ନ ଆସିଥିଲା। ତେଣୁକରି ପ୍ୟାସେଜକୁ ନିଶ୍ଚୟ ପ୍ରାକ୍ଟିସ୍ କରିକି ଯାଆନ୍ତୁ। ଓକେ, ଦେନ୍ ଆମେ ଦେଖିବା ମ୍ୟାଥମେଟିକ୍ସ ସେକ୍ସନକୁ। ମ୍ୟାଥମେଟିକ୍ସରେ ଆପଣମାନଙ୍କର ଲସ୍ ପ୍ରଫିଟ୍, CISI, ଟ୍ରେନ୍ ପ୍ରୋବ୍ଲେମ୍, ତା ସହିତ ପାର୍ଟନରସିପ୍, ରେସିଓ ଏବଂ ଆପଣମାନଙ୍କର ଜୋମେଟ୍ରି, ମେନ୍ସୁରେସନ୍ ଏବଂ ଏଲଜେବ୍ରାର ପ୍ରଶ୍ନ ମଧ୍ୟ ଆସୁଛି। ବୁଝିପାରିଲେ ପିଲାମାନେ? ତାପରେ ଆମେ ଦେଖିବା ରିଜନିଂ ସେକ୍ସନ। ରିଜନିଂରେ ଆପଣମାନଙ୍କର ସିଟିଂ ଆରେଞ୍ଜମେଣ୍ଟ, ଡିରେକ୍ସନ୍, କୋଡ଼ିଂ ଡିକୋଡ଼ିଂ, ବ୍ଲଡ୍ ରିଲେସନ୍, ତା ସହିତ ଆପଣମାନଙ୍କର ସିରିଜ୍, ଏଇସବୁ ପ୍ରଶ୍ନ ଆସୁଛି। ସେଇ ଟପିକ୍ର ପ୍ରଶ୍ନକୁ ନିଶ୍ଚୟ ପ୍ରାକ୍ଟିସ୍ କରନ୍ତୁ ଆଉ ଏକ୍ଜାମକୁ ଯାଆନ୍ତୁ। ବୁଝିପାରିଲେ? ପ୍ରତ୍ୟେକ ଦିନ ଆପଣମାନେ ଆନାଲିସିସ୍ ଦେଖନ୍ତୁ, ଯାହାଫଳରେ ଏକ୍ଜାମ ଆପଣମାନଙ୍କର ସହଜ ହୋଇଯିବ। ଆନାଲିସିସ୍ ଦେଖିବା ପାଇଁ ହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ଆପଣମାନେ ଶୀଘ୍ର ଭିଡ଼ିଓକୁ ଦେଖିବେ, ନୋଟ୍ କରିବେ, ପ୍ରାକ୍ଟିସ୍ କରିବେ ଆଉ ଏକ୍ଜାମକୁ ନିଜର ହାତ ମୁଠାରେ ରଖିପାରିବେ। ବୁଝିଗଲା? PDF ପାଇଁ ଓରିଡ୍ ହେବେନି। ଡେସ୍କ୍ରିପସନ୍ ବକ୍ସରେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ରହିଛି। ଆଉ ଆପଣମାନଙ୍କର ଏକ୍ଜାମ ସରିଲା ପରେ ମତାମତ ଦେବେ। ଆମର ଟେଲିଗ୍ରାମ ଗ୍ରୁପ୍ DK ସାର୍ ଓଡ଼ିଶା, ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ଭିଡ଼ିଓକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।